ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ, ଗୁରୁମାବୃନ୍ଦ, ମଞ୍ଚାସୀନ ଅତିଥି ବୃନ୍ଦ, ସହପାଠୀଗଣ ଏବଂ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ଏହି ପବିତ୍ର ସ୍ୱାଧୀନତା ଦିବସ ବିଷୟରେ ମୋତେ କିଛି କହିବାକୁ ଅନୁମତି ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ଆମେ ଆମ ଦେଶର 79ତମ ସ୍ୱାଧୀନତା ଦିବସ ପାଳନ କରୁଛୁ। 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଆମ ଦେଶ ଇଂରେଜ ଶାସନ ଅଧୀନରୁ ମୁକ୍ତି ହୋଇ ସ୍ୱାଧୀନତା ଲାଭ କଲା। ଏହି ଦିନ ଆମ ଦେଶର ପ୍ରତ୍ୟେକ ଲୋକ ଜାତୀୟ ପତାକା ତଳେ ଛିଡ଼ା ହୋଇ ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ଦିବସ ବହୁ ଆଡ଼ମ୍ବର ସହ ପାଳନ କରୁ। ଦୀର୍ଘ 200 ବର୍ଷ ଆମ ଦେଶକୁ ଶାସନ କରିଥିବା ଇଂରେଜମାନଙ୍କ କବଳରୁ ମୁକ୍ତି କରିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରଶଂସା ଯେତେ କଲେ ବି ଅତ୍ୟୁକ୍ତି ହେବ ନାହିଁ। ସେଥିମଧ୍ୟରୁ ଆମ ଜାତିର ପିତା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଇ ଏମିତି ବହୁ ବୀରମାନଙ୍କର ଅବଦାନ ରହିଛି ଭାରତକୁ ସ୍ୱାଧୀନ କରିବାରେ। ଏହି ବୀରମାନଙ୍କ ଦୃଢ଼ ମନୋବଳ ଏବଂ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଯୋଗୁଁ 1947 ମସିହା ଅଗଷ୍ଟ 14 ତାରିଖ ମଧ୍ୟରାତ୍ରରେ ଦେଶ ସ୍ୱାଧୀନ ଲାଭ କଲା। 3 ରଙ୍ଗର ଜାତୀୟ ପତାକା ନୀଳ ଆକାଶରେ ରୋମାଞ୍ଚ ସୃଷ୍ଟି କଲା। ସେହି ଦିନଠାରୁ ପ୍ରତିବର୍ଷ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଅଛୁ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।